1986 ମସିହାର ଏହି ଘଟଣା। ଛତିଶଗଡ଼ ରାୟପୁରର ଜାଗେଶ୍ୱର ଅବଧ୍ୟା ସାଇକେଲ ନେଇ ଅଫିସ୍ ବାହାରୁଥିଲେ। ସେତିକିବେଳେ ଜାଗେଶ୍ୱରଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କୁ ଦୋଷ ଏହା ଦିଆଯାଇଥିଲା କି ସେ 100 ଟଙ୍କା ଲାଞ୍ଚ ନେଇଥିଲେ। ତ ସେ ସେହି ସମୟରେ ମଧ୍ୟପ୍ରଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ କ୍ଲର୍କ ଥିବାବେଳେ ବିଲ୍ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଜାଗେଶ୍ୱର ବାରମ୍ବାର ନିଜକୁ ନିର୍ଦ୍ଦୋଷ ବୋଲି ଚିତ୍କାର କରି ଶୁଣିନଥିଲେ। ଆଉ ତାଙ୍କ ଜୀବନ ପୁରା ଓଲଟପାଲଟ ହୋଇଯାଇଥିଲା ସେହି ସମୟରେ। ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ସେ ଜେଲ୍ ଭିତରେ ଥାଇ ମଧ୍ୟ ନ୍ୟାୟକୁ ଲଢ଼ି ଜାଗେଶ୍ୱର ଏହି ସମୟ ଭିତରେ ତାଙ୍କର ବଦଳି ହେଲା, ତାପରେ ସସ୍ପେଣ୍ଡ ବି ହେଲା, ଆଉ ଦରମା ମଧ୍ୟ ଅଧା କରାଯାଇଥିଲା, ଆଉ ପ୍ରମୋସନ୍ ନା ହୋଇନଥିଲା। ପରିବାରରୁ ଘୋର ଅଭାବ ପଡ଼ିଯାଇଥିଲା ସେ ସମୟରେ। ଚିନ୍ତାରେ ସ୍ତ୍ରୀ ରୋଗିଣା ହୋଇଯାଇଥିଲେ, ଆଉ ଅର୍ଥ ଅଭାବରୁ ଚିକିତ୍ସା ବି ହୋଇପାରିଲା ନାହିଁ। ଫି ନ ଦେଇପାରୁ ପିଲାଙ୍କ ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଥିଲା ଏହି ସମୟରେ। ଝିଅମାନଙ୍କ ବାହାଘର ବି ହୋଇପାରିନଥିଲା ଏହି ଘଟଣା କାରଣରୁ। ଘରେ ଅଧା ଦିନ ଚୁଲି ଜଳିଲେ, ଆଉ ଅଧା ଦିନ ଚୁଲି ଜଳୁଥିଲା। ଟ୍ରାଏଲ କୋର୍ଟରେ ଦଣ୍ଡିତ ହୋଇଥିବା ଜାଗେଶ୍ୱର ହାଇକୋର୍ଟରେ ଦୀର୍ଘ 40 ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଥିଲା, କାରଣ ତାଙ୍କ ବିରୋଧରେ କୌଣସି ଲାଞ୍ଚ ପ୍ରମାଣ ମିଳିନଥିଲା। ଯେଉଁ 100 ଟଙ୍କା ଲାଞ୍ଚ ବୋଲି ତାଙ୍କୁ ଗିରଫ କରାଯାଇଥିଲା। ହେଲେ ନିର୍ଦ୍ଦୋଷ ପ୍ରମାଣ ହେଲା ବେଳକୁ ଆଉ କିଛି ନଥିଲା। ପରିବାରର ଏକକରମ ଉଜୁଡ଼ି ଯାଇଥିଲା ବୋଲି କହିପାରିବା। କେଉଁଟା କେଜି ରାସନ କିଛିଟା କେଜି ରାସନ ମିଳୁଥିଲା। ଆଉ ଏଇ 40 ବର୍ଷ ପରେ ଘରକୁ ଫେରିଥିଲେ ଜାଗେଶ୍ୱର, ହେଲେ ପୁରା ଥକି ଯାଇଥିଲେ। ଆଲମିରାରେ ନିଜର ନିର୍ଦ୍ଦୋଷ ହେବାର ପ୍ରମାଣପତ୍ରକୁ ଧରି ପରିବାର ତ ଗୋଟେ ପ୍ରକାର ବର୍ବାଦ ହୋଇଯାଇଥିଲା। ସେ କେବଳ ଯାହା ବାକି ପେନ୍ସନ୍ ଆଉ ନିଲମ୍ବନ ସମୟରେ ବାକି ଟଙ୍କା ତାଙ୍କୁ ମିଳିଗଲେ ତାଙ୍କ ବାକି ଦିନତିକ କଟିଯିବ ବୋଲି ସରକାରଙ୍କୁ ସେ ନିବେଦନ ହୋଇଛନ୍ତି। ତେବେ ଲାଞ୍ଚ ନ ନେଇ ବି ମିଛ କେସ୍ରେ ଜେଲ୍ ଗଲେ ପୁଣି ନିର୍ଦ୍ଦୋଷ ପ୍ରମାଣିତ ହୋଇ 40 ବର୍ଷ ବିତିଗଲା। ତ ଏହା ଆମ ଦେଶର ଏକ ବିଚିତ୍ର ନ୍ୟାୟର ଦୃଶ୍ୟ ବି କହିପାରିବେ ଆପଣ।